ବିଜୟନଗର ସାମ୍ରାଜ୍ୟ ଭାରତର ଏକ ବଡ଼ ଓ ସମୃଦ୍ଧ ସାମ୍ରାଜ୍ୟ ଥିଲା। ଏହା ତା'ର ଧନ ଦୌଲତ, ସଂସ୍କୃତି ଓ କଳା ପାଇଁ ପ୍ରସିଦ୍ଧ ଥିଲା। ଏହି ସାମ୍ରାଜ୍ୟର ସବୁଠୁ ମହାନ ରାଜା ଥିଲେ କୃଷ୍ଣଦେବ ରାୟ। ସେ 1509ରୁ 1529 ପର୍ଯ୍ୟନ୍ତ ଶାସନ କରିଥିଲେ। ତାଙ୍କର ଶାସନକାଳକୁ ସୁନାର ଯୁଗ ବୋଲି କୁହାଯାଏ। ସେ ସମୟରେ କଳା, ସାହିତ୍ୟ ଓ ସ୍ଥାପତ୍ୟ କଳା ବହୁତ ଆଗକୁ ବଢ଼ିଥିଲା। କୃଷ୍ଣଦେବ ରାୟ ମାତ୍ର ଏକ ଶକ୍ତିଶାଳୀ ଯୋଦ୍ଧା ନୁହେଁ, ବରଂ ସେ ଏକ ଭଲ କବି ମଧ୍ୟ ଥିଲେ। ତାଙ୍କର ପ୍ରସିଦ୍ଧ କୃତି ଅମୁକ୍ତମାଲ୍ୟଦା ଓ ଜାମ୍ବବତୀ ପରିଣୟ ଆଜି ମଧ୍ୟ ପ୍ରଶଂସିତ। ତାଙ୍କ ଦରବାରରେ ଥିଲେ 8 ଜଣ ପ୍ରସିଦ୍ଧ କବି। ସେମାନେ ଅଷ୍ଟଦିଗ୍ଗଜ ବୋଲି ପରିଚିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ତେନାଲି ରାମକୃଷ୍ଣ, ଯିଏ ତାଙ୍କର ହାସ୍ୟ ଓ ବୁଦ୍ଧି ପାଇଁ ଖ୍ୟାତି ଲାଭ କରିଥିଲେ।